ବାହାଘରରେ ଏତେ ବର୍ଷ ହେଲାଣି ହେଲେ କୁଆଡ଼େ ଟିକେ ଯିବା କି ବୁଲିବା ପାଇଁ କି କିଛି ନାହିଁ, ଖାଲି ଘରେ କାମ କରୁଥା ଆଉ ରହିଥା। କିଛି ଆଉ ଯେ ମାନେ ବୁଲିବା ପାଇଁ ନେଇକି ଯିବେ କୁଆଡ଼େ ବାହାରକୁ, ଟିକେ ସମସ୍ତେ ଯାଉଛନ୍ତି କେତେ ସାଙ୍ଗସାଥି, କିନ୍ତୁ ନିଜେ ବେଳେ ମାନେ କୁଆଡ଼େ ନେବେନି, ଖାଲି କାମ କରୁଥା ଆଉ ଖାଉଥା ରହିଥା। ଆଚ୍ଛା, କୁଆଡ଼େ ନେବାର ନାହିଁ, କୁଆଡ଼େ ଯିବାର ନାହିଁ ନା? ମୋତେ ଫାଷ୍ଟରୁ କ'ଣ କହିଥିଲ ଯେତେବେଳେ ବାହାଘରର 6 ମାସ ପାହାରିଲା ପରେ କ'ଣ କହିଥିଲ? ଏତେ ସମୟ କ'ଣ ପାଇଁ ଲାଗୁଛି? ଘରୁ ମାର୍କେଟ ଯାଉଛ, ଅଧା ଘଣ୍ଟାରେ ତୁମର ପରିବା କିଣା ହେଇଯାଉଛି, ତୁମେ ଘଣ୍ଟେ କାହିଁ ଲଗାଉଛ? ସେଟା ଗୋଟେ କୈଫତ ଦେବା ପଡ଼ିଲା। କେଉଁଠି ଯଦି ରହିଗଲ କିଛି ଦିନ, ମାସେ 2 ମାସ ଦେଖିଲ, କହିଲ ମାନେ ଏବେ ମୋତେ ଲୋକେସନ୍ ପଠାଅ। ଲୋକେସନ୍ ପଠେଇକି ଯିବ ମାର୍କେଟରୁ ପରିବା କିଣିବ, ସିଧା ଘରକୁ ଆସିବ। ଯଦି ଆସୁ ଆସୁ କେଉଁଠି ଟିକେ ଅଟକିଗଲ ପାନ ଦୋକାନରେ, କ'ଣ ପାନ ଖାଉଥିଲ ନା ଆଉ କ'ଣ କରୁଥିଲ? ଏତେ ସମୟ କ'ଣ ପାଇଁ ସେଠି ଅଟକିଲ? ଦୁନିଆ କଥା। ଡ୍ୟୁଟି ଯିବ, ଡ୍ୟୁଟିରୁ ଆସିବ, ଲୋକେସନ୍ ଟ୍ରେସ୍ କରୁଥିବ। କେଉଁଠି ଯଦି ଆସୁ ଆସୁ ଟିକେ ଲେଟ୍ ହେଇଗଲା, ଜବାବ ଦିଅ। ଏତେ ଧନ୍ଦା ନାହିଁ। ସେ ନେଇକି ମୁଁ କହିଲି ମୋର କାହିଁ ଯିବାର ନାହିଁ, କେଉଁ ସାଙ୍ଗସାଥି ନାହିଁ, କେଉଁଠି ବୁଲିବା ଫୁଲିବା କିଛି ନାହିଁ, ଖାଇବା ନାହିଁ, ବାହାରେ କିଛି ନାହିଁ। ମୋର ସିଧା ଯିବି, କାମ କରିବି, ସିଧା ଆସିବି ଘରକୁ, ମୋର କାମ ସରିଲା। ମୁଁ ଏତେ କୈଫତ ଦେଇପାରିବିନି। ହେଲା, ଆମର ଏଇଟା କଥା ହେଇଥିଲା, ଚାଲିଥିଲା ଆଜି 10-15 ବର୍ଷ ହେଲା ଚାଲିଛି ସେମିତି। ଆଉ ଏବେ କହୁଛ ମୋତେ ବୁଲେଇବା ପାଇଁ ନେଇଗଲନି, କାହିଁ ନେଇଯାଉନି, ଏନି ଢେକିନି ବଙ୍ଗ ନାହିଁ, ତୁମେ ଦୁନିଆ କଥା କହୁଛ। ମୁଁ କ'ଣ ପାଇଁ ନେଇକି ଯିବି? ଆଉ ଯଦି ତୁମେ କହୁଛ ନେଇକି ଯିବା ପାଇଁ ଚାହୁଁଛ, ମୋତେ 3-4 ବର୍ଷ ଛାଡ଼। ମୁଁ ଆଗେ ଯାଇକରି ସାଙ୍ଗସାଥି କରେ, ଟିକେ ବୁଲାବୁଲି କରେ, ମୋର ବି ଟିକେ ମନ ହଉ ବୁଲିବା ପାଇଁ, ତାପରେ ନା ମୁଁ ନେଇକି ଯିବି। ନହେଲେ ମୋର ମନ ନାହିଁ, ମୁଁ ଯାଇକିରି ମୋର କ'ଣ କରିବି? ତୁମେ ବି ଥାଉ ଘରେ, ମୁଁ ବି ଥାଏ ଘରେ। ହେଲା, ଆଉ କିଛି କହିବି। ହଉ ଥାଉ, ଯିବା ପାଇଁ କୁଆଡ଼େ ହବନି। ମୁଁ ବି ଚାହେଁନି ଯିବା ପାଇଁ, ମୁଁ ବି ଥାଏ, ମୋର ବି ଘର, ମୋର ହେବିଟ୍ ହେଇଛି, ମୋତେ ଆଉ ଖରାପ ଲାଗେନି, ବୁଝିଲ?